ହେଲେ ମାନେ ମୁଁ ପୂର୍ବରୁ ଆପଣମାନଙ୍କୁ କହିଛି ଯେ ରେଭିନ୍ୟୁ ଡିପାର୍ଟମେଣ୍ଟ ତରଫରୁ ଆପଣଙ୍କର ଆଗାମୀ ଦିନରେ ବହୁତ ସାରା ଭେକେନ୍ସି ଆସିବା ପାଇଁ ଯାଉଛି। ବର୍ତ୍ତମାନ ସମୟରେ ଏକ ନୂଆ ନୋଟିସ୍ ଆସିଛି। କ'ଣ ନୋଟିସ୍ ଆସିଛି, କୋଉ ଡିପାର୍ଟମେଣ୍ଟରେ ଏଇ ଭେକେନ୍ସି ଆସିବ, ସବୁ କିଛି ଆଜିର ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ କହିବି। ତେଣୁ ଭିଡ଼ିଓକୁ ଆପଣମାନେ ଟିକେ ବି ସ୍କିପ୍ କରିବେନି, ଶେଷ ପର୍ଯ୍ୟନ୍ତ ନିଶ୍ଚୟ ରୂପରେ ଆପଣମାନେ ଭିଡ଼ିଓକୁ ଦେଖିବେ। ଏବଂ ଯଦି ଆପଣଙ୍କ ଜିଲ୍ଲାରେ ଏଇ ଭେକେନ୍ସିଟି ଆସିନି, କେବେ ଆସିବ ଜାଣିବା ପାଇଁ ଚାହୁଁଛନ୍ତି, ତେବେ କମେଣ୍ଟ ବକ୍ସରେ ନିଜ ଡିଷ୍ଟ୍ରିକ୍ଟର ନାମକୁ ଆପଣମାନେ କ'ଣ କରିବେ ନା ତାକୁ ମେନସନ କରିଦେବେ। ଠିକ ଅଛି। ତ ଦେଖନ୍ତୁ ପିଲାମାନେ, ଏଠି ଯୋଉ ବର୍ତ୍ତମାନ ସମୟରେ ଆପଣଙ୍କର ନୋଟିସଟି ଆସିଛି, ଏଟା କୋଉ ଡିଷ୍ଟ୍ରିକ୍ଟରେ ଆସିଛି। କିନ୍ତୁ ତା ପୂର୍ବରୁ ଯଦି ଆପଣ ପିଲାମାନେ ଏଇ ନୋଟିସଟାକୁ ଦେଖିଥିବେ, ଏଠି କ୍ଲିୟରଲି କୁହାଯାଇଥିଲା ଯେ ରେଭିନ୍ୟୁ ଏବଂ ଡିଜାଷ୍ଟର ମ୍ୟାନେଜମେଣ୍ଟ ଡିପାର୍ଟମେଣ୍ଟ ତରଫରୁ ଟୋଟାଲ ଆପଣଙ୍କର 4002ଟି କୋଉ ଭେକେନ୍ସି ଆସିବ ନା ଗ୍ରୁପ ସି ଭେକେନ୍ସି ଆପଣଙ୍କର ଆସିବ ବୋଲି କୁହାଯାଇଛି। ଯୋଉଠି ଇନକ୍ଲୁଡିଂ ଆପଣଙ୍କର ଆରଆଇ ଅମିନ ଏବଂ ଏଇ ସବୁ ଭେକେନ୍ସି ଆପଣଙ୍କର ଆସିବା ପାଇଁ ଯାଉଛି। କିନ୍ତୁ ଆଉ ଗୋଟେ କଥା ଆପଣ ପିଲାମାନେ ଜାଣିଥିବେ, ମୁଁ ପୂର୍ବରୁ ବି କହିଥିଲି ଯୋଉ ଜୁନିୟର ଆସିଷ୍ଟାଣ୍ଟ ଭେକେନ୍ସି, ଯୋଉଟା କି OSSSC ର ସବୁଠୁ ବଡ ଭେକେନ୍ସି ବୋଲି ଆମେ କହୁଛୁ, ତାର ପାଇଁ ମଧ୍ୟ ବର୍ତ୍ତମାନ ସମୟରେ ଅପଡେଟ ଆସିଯାଇଛି। ନୋଟିସଟି କ'ଣ ରହିଛି ପିଲାମାନେ ଦେଖନ୍ତୁ ନା, ଏଇ ଯୋଉ ପିଲାମାନେ ନୋଟିସଟି ଆସିଛି ଆପଣ ଦେଖିପାରିବେ 14/8/2025 କୋଉଠୁ ଆସିଛି ନା ଅଫିସ ଅଫ ଦ କଲେକ୍ଟର ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ ନୂଆପଡା ତରଫରୁ ଆସିଛି। ଏଠି କ୍ଲିୟରଲି କ'ଣ ଲେଖା ହେଇଛି ଦେଖନ୍ତୁ, ଲେଟର ଆଉଛି ରେଭିନ୍ୟୁ ଏବଂ ଡିଜାଷ୍ଟର ମ୍ୟାନେଜମେଣ୍ଟ ଇନଭାଇଟିଂ ଏ ରେଫରେନ୍ସ ଟୁ ଦ ଲେଟର ଅନ ଦ ସବଜେକ୍ଟ ଆଇ ଏମ୍ ଏନକ୍ଲୋଜ ହିୟର ୱିଥ ଦ ରିକ୍ୱାର୍ଡ ଇନଫର୍ମେସନ ଗ୍ରୁପ ସି ଭେକେନ୍ସି ଅନ୍ ଦ କାହା ପାଇଁ ପିଲାମାନେ ନା JRA ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ, ଯୋଉଟା କି ଆପଣଙ୍କର ନୂଆପଡା। ତ ପିଲାମାନେ ଏଟା ବର୍ତ୍ତମାନ ସମୟରେ କେବଳ ଆପଣଙ୍କର ନୂଆପଡା ପାଇଁ ଆସିଛି ସେମିତି କିଛି ନୁହେଁ, ସବୁ ଡିଷ୍ଟ୍ରିକ୍ଟକୁ ବର୍ତ୍ତମାନ ସମୟରେ ଏଇ ନୋଟିସଟି ଯାଇଛି ଏବଂ ସବୁ ଡିଷ୍ଟ୍ରିକ୍ଟରୁ ଆପଣଙ୍କର ଭେକେନ୍ସି ଆସୁଛି। ନୂଆପଡାରେ ଯଦି ମୁଁ ପିଲାମାନେ ମୁଁ କହିବି, ସେଠି ଟୋଟାଲ ଆପଣଙ୍କର ରହିଛି 22ଟା ଭେକେନ୍ସି ରହିଛି ନୂଆପଡାରେ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ପାଇଁ, ଯୋଉଠି ଆପଣଙ୍କର ଅନରିଜର୍ଭ ପାଇଁ 9ଟି ଭେକେନ୍ସି ରହିଛି, SCBC ପାଇଁ 2ଟି, SC ପାଇଁ ଆପଣଙ୍କର ରହିଛି 5ଟି ଭେକେନ୍ସି ଏବଂ ST ପାଇଁ ଆପଣଙ୍କର ରହିଛି 6ଟି ଭେକେନ୍ସି ଆପଣଙ୍କର ଏଠି ରହୁଛି ଟୋଟାଲ ନୂଆପଡା। ଯଦି ଆପଣଙ୍କ ଡିଷ୍ଟ୍ରିକ୍ଟରେ ବି ଜାଣିବା ପାଇଁ ଚାହୁଁଛନ୍ତି ଟୋଟାଲ କେତେ ଭେକେନ୍ସି, କମେଣ୍ଟ ସେକ୍ସନରେ ନିଜ ଡିଷ୍ଟ୍ରିକ୍ଟର ନାମକୁ ମେନସନ କରିବା ସହିତ ଆପଣ ଟେଲିଗ୍ରାମ ଗ୍ରୁପରେ ଜଏନ ହେଇପାରିବେ। ଠିକ ଅଛି। ତ ଏଠି ପିଲାମାନେ ତା ପୂର୍ବରୁ ଆଉ ଗୋଟେ ନୋଟିସ ଆସିଥିଲା, ଯୋଉଟା କି ଆପଣ ମାନେ ଦେଖିପାରୁଥିବେ। ଏଇ ଯୋଉ ନୋଟିସଟି ଆସିଥିଲା ଫ୍ରମ ସୋନିଆ ବେହେରା, ଏଡିସନାଲ ସେକ୍ରେଟାରୀ ଟୁ ଗଭର୍ଣ୍ଣମେଣ୍ଟ ଟୁ ଦ ଆପଣଙ୍କର ଯୋଉ ଇନ୍ସପେକ୍ଟର ଅଫ ଜେନେରାଲ ରେଜିଷ୍ଟ୍ରେସନ ଆସିଥିଲା। ଏଠି ମଧ୍ୟ ପିଲାମାନେ କ'ଣ କୁହାଯାଇଥିଲା ନା ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଯୋଉ ଆପଣଙ୍କର ଭେକେନ୍ସି ଆସିବ, ସେଟା ଆପଣଙ୍କର ସବୁ ଡିଷ୍ଟ୍ରିକ୍ଟରେ ଟୋଟାଲ ଆପଣଙ୍କର କେତେଟି ଆସିବ ନା 348ଟି ପିଲାମାନେ ଭେକେନ୍ସି ଆସିବ। କିନ୍ତୁ ବର୍ତ୍ତମାନ ସମୟରେ ଏଇଟା ଆଉ ଥରେ ଆପଣଙ୍କର ସବୁ ଡିଷ୍ଟ୍ରିକ୍ଟ ଗୁଡ଼ିକ ପାଇଁ ଯାଇଛି, କାରଣ ଏହାର ଭେକେନ୍ସି ବଢିବା ପାଇଁ ଯାଉଛି। ପୂର୍ବରୁ ଯୋଉ 348ଟି ପିଲାମାନେ ଭେକେନ୍ସି ଆସିବ ବୋଲି ଆମେ କହୁଥିଲୁ, ବର୍ତ୍ତମାନ ସମୟରେ ସେଟା ଆପଣଙ୍କର 700 ପ୍ଲସ ଭେକେନ୍ସି ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ର ଭେକେନ୍ସି ଆପଣଙ୍କର ଆସିବା ପାଇଁ ଯାଉଛି। ଆପଣ କହିବେ ସାର୍ ଏଇଟା ପାଇଁ ଆମେ ପ୍ରିପାରେସନ କେମିତି କରିବୁ? ତ ଯୋଉ ପିଲାମାନେ ବି ପ୍ରିପାରେସନ ହବା ପାଇଁ ଚାହୁଁଛନ୍ତି, ପିଲାମାନେ ଆମର ଯୋଉ ଆରଆଇ ଅମିନ ପାଇଁ, ଯୋଉଟା କି ଆମର 0ରୁ ରିଷ୍ଟାର୍ଟ ବେଚ୍ ଆମର ଯୋଉଟା କି ଷ୍ଟାର୍ଟ ହେଇଛି, ଆପଣ ମାନେ ଏଇ ବେଚ୍ କୁ ଜଏନ କରିକି ମଧ୍ୟ ଆପଣ ମାନେ ନିଜ ନିଜର ପ୍ରିପାରେସନ କୁ ଷ୍ଟାର୍ଟ କରିପାରିବେ। ମନେ ରଖନ୍ତୁ ପିଲାମାନେ, ଓଡିଶାର ଶହ ଶହ ପିଲା ଆମ ସହିତ ନିଜର ପ୍ରିପାରେସନ କୁ ଷ୍ଟାର୍ଟ କରି ସାରିଛନ୍ତି। ଯଦି ଆପଣ ବି ପ୍ରିପେୟାର ହବା ପାଇଁ ଚାହୁଁଛନ୍ତି, ତେବେ ଆଉ ଜମା ବି ସମୟ ମାନେ ନଷ୍ଟ ନ କରିକି ଆପଣ ମାନେ ଏଇ ବେଚ୍ ରେ ଏନରୋଲ କରିପାରିବେ। ତା ସହିତ ଆଉ କିଛି ଇମ୍ପୋର୍ଟାଣ୍ଟ ବେଚ୍ ମଧ୍ୟ ପିଲାମାନେ ଆମର ଚାଲିଛି। ଆପଣ କହିବେ ସାର୍ କୋଉ ବେଚ୍ ଚାଲିଛି? ଗୋଟିଏ ହେଲା ଆପଣଙ୍କର ପଞ୍ଚାୟତ ଏକ୍ଜିକ୍ୟୁଟିଭ ଅଫିସର, ଯୋଉଟା କି PO ପାଇଁ ଚାଲିଛି। DO ପାଇଁ ଆମର ପିଲାମାନେ କର୍ଣ୍ଣ ବେଚ୍, ସେମିତି ବିଦ୍ୟା ମନ୍ଦିର ଯୋଉଟା କି ହାଇସ୍କୁଲ ନନ୍ ଟିଚିଂ ଷ୍ଟାଫ ପାଇଁ ଆମର ଚାଲିଛି, ଏବଂ ଆରଆଇ ଅମିନ ପାଇଁ ପିଲାମାନେ ଆମର 0ରୁ ରିଷ୍ଟାର୍ଟ ବେଚ୍ ଚାଲିଛି। ଯଦି ଆପଣ ଯେକୌଣସି ବି ଜବ ପାଇଁ ବା ଯେକୌଣସି ବି ଏକ୍ସାମ ପାଇଁ ପ୍ରିପାରେସନ ହେବା ପାଇଁ ଚାହୁଁଛନ୍ତି, ତେବେ ପିଲାମାନେ ଆମର ଆପ୍ଲିକେସନ ଅଲ୍ ଏକ୍ସାମ ସାଥୀକୁ ଇନଷ୍ଟଲ କରିକି କରିପାରିବେ। ଠିକ ଅଛି। ଏବଂ ଆଉ ଗୋଟେ ଇମ୍ପୋର୍ଟାଣ୍ଟ ପିଲାମାନେ, ଯୋଉ ପିଲାମାନଙ୍କୁ ଏଇ ଯୋଉ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ବା ଯେକୌଣସି ପାଇଁ ଆପଣଙ୍କୁ ଯଦି ଫ୍ରି ଇ ବୁକ୍ ଦରକାର, ତେବେ ପିଲାମାନେ ଭିଡିଓ ଡେସ୍କ୍ରିପସନରେ ଆମ ଆପ୍ଲିକେସନର ଲିଙ୍କ ଅଛି। ଆପ୍ଲିକେସନକୁ ଆପଣ ସିମ୍ପଲି ଡାଉନଲୋଡ କରିଦିଅନ୍ତୁ ଏବଂ ଡାଉନଲୋଡ କରିକି ଆପଣ ମାନେ ଫ୍ରିରେ ଇ ବୁକ୍ ନେଇପାରିବେ। କୌଣସି ଟଙ୍କା ଆପଣଙ୍କୁ ପଡିବ ନାହିଁ। ଭିଡିଓ ଡେସ୍କ୍ରିପସନରେ ଲିଙ୍କ ଅଛି ହେଲା। ତ ଏଠି ଦେଖନ୍ତୁ ପିଲାମାନେ, ଯୋଉ 348ଟି ଭେକେନ୍ସି ଥିଲା, ଯେମିତି ମୁଁ କହିଲି ବର୍ତ୍ତମାନ ସମୟରେ ନୂଆପଡାରେ ଆପଣଙ୍କର 22ଟି ପାଖାପାଖି ଭେକେନ୍ସି ଅଛି ଏବଂ ଟୋଟାଲ ଯଦି ମୁଁ ଅଲ୍ ଡିଷ୍ଟ୍ରିକ୍ଟ ୱାଇଜ ମୁଁ କରିବି 700 ପାଖାପାଖି 1000 ପ୍ଲସ ଭେକେନ୍ସି ଆପଣଙ୍କର ଆସିବା ପାଇଁ ଯାଉଛି
जूनियर रेवेन्यू असिस्टेंट जोटा कि आपनकर ग्रुप सी वैकेंसी आसिया पई जाउची एवं ए जो नोटिस पिला माने आसीतिला एठी मध्ये क्लियरली लिखा हिची जे 4002 टी आपनकर ग्रुप सी वैकेंसी आसीबो कोउटी ना रेवेन्यू एवं डिजास्टर मैनेजमेंट डिपार्टमेंट तरफरु एवं वर्तमान समय रे सबु डिस्ट्रिक्ट को आपनकर ए नोटिस जो मानकर भी बिलीव होनी से माने डेट देखि दियंतु पिला माने 14/8/2025 नोटिस नंबर 13275 डेट अछि नुआपड़ा रु जाईची सबु डिस्ट्रिक्ट को मध्ये ए नोटिस टी पिला माने नोटिस मध्ये पिला माने आपण माने देखि परिबे सबु किछि आपनकर एठी रहिची ता छडा जदी आपनकर एई जॉब रिगार्डिंग किछि भी डाउट अछि बा आपण किछि भी जदी जानिया पई चाहुचंती तबे कमेंट सेक्शन ले निश्चय रूप रे लिखि परिबे सिलेबस मध्ये पिला माने आपनकर रहिबो कंप्लीट सिलेबस मध्ये हम आपण मानको एई जो ग्रुप रे प्रोवाइड करि दबो तो निश्चय रूप रे पिला माने जो माने प्रथम रु पढिया पई चाहुचंती से माने निश्चय रूप रे तांकर प्रिपरेशन को स्टार्ट करि परिबे एवं एइटा आपण पई को बहुत बड़ सुजोग आसीची कारण आगामी दिन रे एबोली वैकेंसी आ आसीबो कि नाही ता मध्ये कहि हेबो नाही जो पूर्व 348 टी वैकेंसी थिला एटा वर्तमान समय रे 700 रु 1000 टी वैकेंसी आपनकर आसिया पई जाउची तो एइटी गुटे क्वेश्चन आसीबो सर ए जो ग्रुप सी वैकेंसी आपण कहले यार क्वालिफिकेशन कोन रहिबो एज कोन रहिबो ता विषय रे हमको टिके कहंतु पिला माने देखंतु ए जो जूनियर रेवेन्यू असिस्टेंट आसीबो ए जूनियर रेवेन्यू असिस्टेंट बा जेआरए रहिबो आरो क्वालिफिकेशन पिला माने कोन रहिबो ना प्लस 2 पास रहिबो जदि मो बयस कथा कहिबी जदि आपनको बयस 20 रु 42 वर्ष मध्ये रे रहिची ताले आपण माने आवेदन करि परिबे एवं क्वालिफिकेशन आपनकर प्लस 2 पास रहिबो 18 वर्ष रु ऊर्ध्व पिला माने एई जॉब रे आवेदन करि परिबे नाही तो जदि आपनको बयस 20 रु 42 वर्ष मध्ये रे रहिची एवं आपण प्रिपरेशन करिया पई चाहुचंती तो पिला माने आ जम्मा भी लेट न करिकी एबे ही निजर प्रिपरेशन जर्नी को स्टार्ट करि दियंतु ठीक अछि तो आज पई एतिकी रहिल नमस्कार जय जगन्नाथ।